ଆପଣ ଜାଣନ୍ତି ଅଧିକାଂଶ ଲୋକ ବିଫଳ କାହିଁକି ହୁଅନ୍ତି? ବିଫଳ ଏଇଥିପାଇଁ ହୁଅନ୍ତି ଯେତେବେଳେ ସେମାନେ କାମ ଆରମ୍ଭ କରନ୍ତି ନା ବହୁତ ଜୋସ୍ ଥାଏ, କାମ ଠିକ୍ଠାକ୍ କରନ୍ତି, ପ୍ରାୟ ଅଧା ଅଧି କାମ ସମ୍ପୂର୍ଣ୍ଣ ହୋଇଯାଇଥାଏ। ଯେତେବେଳେ ବିପରୀତ ପରିସ୍ଥିତି ଆସେ, ଯେତେବେଳେ ପ୍ରୋବ୍ଲେମ୍ ଆସେ, ହଠାତ୍ ସେମାନଙ୍କ ମୁଣ୍ଡକୁ ଆସେ ମୁଁ କାମ ବନ୍ଦ କରିଦେବି, ଟ୍ରାକ୍ ଚେଞ୍ଜ କରିଦେବି। ମୋତେ କହିଲେ ଆପଣ କେତେଥର ଏମିତି ଟ୍ରାକ୍ ଚେଞ୍ଜ କରିଚାଲିଥିବେ? କେତେଥର ଆପଣ ନିଜର ସ୍ୱପ୍ନକୁ ମାରି ଚାଲିଥିବେ? କେବେ ସେ ଭୁଲ କରନ୍ତୁ ନାହିଁ। ଯେତେବେଳେ ମନକୁ ଏ କାମ ବନ୍ଦ କରିବାର ଚିନ୍ତା ଆସୁଛି ନା, ଭାବ ଆସୁଛି ନା, ସେତେବେଳେ ନିଜକୁ ନିଜେ ପ୍ରଶ୍ନ ପଚାରନ୍ତୁ ଯେ ଯଦି ବନ୍ଦ କରିବାର ଥିଲା ତାହେଲେ ମୁଁ କାମ ଆରମ୍ଭ କରିଥିଲି କାହିଁକି? ଆଜି ପର୍ଯ୍ୟନ୍ତ ଯେଉଁ ପରିଶ୍ରମ କରିଛି, ଆଜି ପର୍ଯ୍ୟନ୍ତ ଯେଉଁ ସମୟ ଦେଇଛି, ଆଜି ପର୍ଯ୍ୟନ୍ତ ସ୍ୱପ୍ନ ଦେଖିଛି, ତାର କ'ଣ ହେବ? କେବେ ବି କାମକୁ ଅଧାରୁ ଛାଡ଼ନ୍ତୁ ନାହିଁ, ଟିକିଏ କଷ୍ଟ କରନ୍ତୁ। ଯୁଦ୍ଧରେ ବିଜୟୀ ହେବାକୁ ହେଲେ ଯୁଦ୍ଧଭୂମିରେ ଠିଆ ହୋଇ ରହିବାକୁ ପଡ଼େ। ଆପଣଙ୍କୁ ମଧ୍ୟ ଆପଣଙ୍କ ଜୀବନ ଯୁଦ୍ଧଭୂମିରେ ଠିଆ ହୋଇ ରହିବାକୁ ପଡ଼ିବ। ଠିଆ ହୋଇ ରହି ଟିକେ ପରିସ୍ଥିତିର ସାମ୍ନା କରନ୍ତୁ ନା, ଟିକେ କଷ୍ଟ ସହନ୍ତୁ ନା, ତାପରେ ଦେଖିବେ ସବୁକିଛି ଠିକ୍ ହେଇଯିବ ଏବଂ ଆପଣ ହିଁ ସଫଳ ହେବେ। ରହୁଛି, ନମସ୍କାର।